आउ गोटे पद आपण मानक शुणाऊँ नटवर धल जड़े पुराना कालिया गायक पाखर ये पद संग्रह करा डाकुचंती हे सुंदरी आस ब्राह्मणी डाकुचंती आस सुंदरी तांकोरी लेखा को पढ़ी आज्ञा कौन ओडुआ होछि ना कौन अच्छा हो तांकोरी लेखा पढ़ी सुनंत ये लिखिछंती नटवर धल तांकोरी लेखा को पढ़ी ये आल्बम राइटर माने लिखिले आखिरे हानि दउछु तमे हमर हानि जानिछ खटकन तू जानिछ कह तू सगरा कोन करछ सब न तमे तमे डाकुथलो विजय मल्ल जे आमरी गाँव लोक मु थरे पचारमी कहली विजय भाई ये कथा केमती लिखुछ ना रे ये दुनिया रे अक्षय महांती कहती जे से जतो माने लिखिले गीत आधुनिक गीत से सबुतक चौपदी आनी पढ़ी छोटिया कथा आपण जानती जे शैलभामा ए जो पटनायक आपणकर कौ पटनायक जे ओडिसी श्यामाबणी पटनायक से आज्ञा से पटनायक तांको देवी कह आज्ञा श्यामामणि देवी से भी पटनायक से निजे मुक्त कंठरे स्वीकार कले कहले मु पाला देखिकिरी पुराना कालिया गायक बांकी अंचल तांको घर मु चौपदी चंपू शुणिकी आज तमे मते बुझा लेट हे तू अतिरिक्त होछु तू मु भाबुची तू बोधे प्रीति निवेदन करूछु कहला ये बांको चाहानी मते ए सुंदरी तो आखि तो जाई कोरड रे पसिलानी आ बांको चाहानी कहू तो आ सुंदरी अछु ना कहला तो बांको चाहानी मते ये हानी देला रे बुढ़ा को भारी भोको कौन कहलु कौन बुढ़ा को भारी भोको गोविंद को बुझाउछी चारु चंद्रमा चाहानी मते हारी दे तुम बिना मु बंची पारि ना आसो सुंदरी आज्ञा बारंबार विरक्त मु मना करूथेबी किंतु भीतर मोर इच्छा थब रसिका न हबो भोजी भीतर टिके खटा न हबो र गोटे पुराना कालिया ढांचा गाइबा जने दक्ष वाद्यकार बसचंती सुभाष भाई से जीवन काल भीतर जो बड़ बड़ पाला मंच जाइछंती गायक मान संगे गाइछंती से कथा स्वतंत्र ये बहुत आनंद भैरवी उपस्थित कला बीणा बच कष्ट गाइबा पई ये किणा जन ठारे
ତମାଳ କେସି ଆସରେ ମଦାଳସୀ ନବ 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 ତମାଳ କେସି ଆଜି ଛତୁ କାମ ଦଉଛି ସାରେ ଛତୁ ଖାଇନା ଛତୁ ଖାଏନି ମୁଁ ଭେଣ୍ଡି ଭଜା ଖାଇଛି ଛତୁ ଖାଏନି ଭେଣ୍ଡି ଭଜା ତମର ଯାହା ଅଭ୍ୟାସ ନା ଏଇଥିପାଇଁ ଭେଣ୍ଡି ଭଜା କରାଯାଉଛି ର ସେ ଯାହା ହଉ କିଏ ନିନ୍ଦା କରନ୍ତୁ କି ପ୍ରଶଂସା କରନ୍ତୁ ସେଥିରେ ନାହିଁ ପୁରୁଣା କାଳିଆ ଢାଞ୍ଚାକୁ କିଛି ନ ବଞ୍ଚେଇଲେ ଆଜ୍ଞା ପାଲା ହେଇପାରିବ ଅଡୁଆ ହେଇଯିବ ବେଶ ଆଉ ବିଶେଷ ପ୍ରୀତି ବର୍ଣ୍ଣନା ମୁଁ ଦେବିନି ନା ନାଇଁ ମୁଁ ତ ବୁଝି ସାରିଲେଣି କବି ସୂର୍ଯ୍ୟ ବଳଦେବ ରଥ ସୁନ୍ଦର ସୁନ୍ଦର ଚୌପଇ ସବୁ ଲେଖିଛ ଆଜ୍ଞା ଏତେ କହିଲା ପରେ ଆଜ୍ଞା ବ୍ରାହ୍ମଣୀ ମନରେ ଟିକିଏ ଆନନ୍ଦ ସୃଷ୍ଟି ହେଲା ବେଶ ଆଜ୍ଞା 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 ପଛ କଥାକୁ କିଛିଟା ଭୁଲି ବା ଭଗବାନଙ୍କ ଉପରେ ମନ ପ୍ରାଣକୁ ସମର୍ପଣ କରି ବ୍ରାହ୍ମଣକୁ ପ୍ରୀତି ଦେଲେ ଆଜ୍ଞା ଅବଦୈମିତ୍ୟ ଯୌନ୍ୟ ସହ ସମ୍ବନ୍ଧ ସୃଷ୍ଟି ହେଲା ବ୍ରାହ୍ମଣ ବ୍ରାହ୍ମଣୀଙ୍କ ଭିତରେ ବେଶ ଆଜ୍ଞା ପ୍ରଗାଢ଼ ପ୍ରୀତିରେ ମଜିଗଲେ ସୁସମୟକୁ ଦେଖି ସମୟ ଜ୍ଞାନ ନ ରହିଲେ ଅଯୋଗ୍ୟ ପୁଅ ଜନ୍ମ ନେବେ ବାପା ମାଙ୍କ ଠାରୁ ଆଜ୍ଞା ମୋ ମା ମାନେ ଜ୍ଞାନୀ ମାନେ ସେତିକି ବେଳେ ବ୍ରାହ୍ମଣଙ୍କ ଔରସ ବ୍ରାହ୍ମଣୀଙ୍କ ଗର୍ଭରେ ସ୍ଥାନ ପାଇଲା ଧୀରେ 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 ଗର୍ଭ ମାସ ବଢିଗଲା ସାର୍ ବଢିବାଣି କେତେ ମାସ ହେଲା କାରଣ କେତେ କବି ଲେଖିଛନ୍ତି ସେ ଏମିତି ଦେଖାଗଲା ସେମିତି ଦେଖାଗଲା କ୍ଷମା କରିବେ ଏଥିରେ ସାହିତ୍ୟ ଛଟା ଅଛି କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ଗୋଟେ କହିବି ସାରେ କୋଉ କଥା ଗୋଟେ ନାରୀ ଗର୍ଭ ଧାରଣ କଲେ ତାକୁ ତା ସ୍ୱାମୀ ପାଞ୍ଚଟା କଥା ଯୋଗେଇଲେ ଯୋଗ୍ୟ ପୁଅ ଜନ୍ମ ନବ ସାର୍ ପାଞ୍ଚଟା କଥା କଣ କଣ ଯେ କୌଣସି ପରିବାର ଗୋଟେ କୂଳ ବୋହୂ ହଁ ଗର୍ଭ ଧାରଣ କରିଛି ଆଇ, ଆଇ, ଅନ୍ତଃସତ୍ତ୍ୱ ହେଇଛି ହଁ ତା ପରିବାର ଲୋକ ତା ସ୍ୱାମୀ ହଁ ପାଞ୍ଚଟି କଥା ଯୋଗେଇଲେ ସେ ନାରୀ ଗର୍ଭରୁ ସେ ବୋହୂ ଗର୍ଭରୁ ଯୋଗ୍ୟ ପୁଅ ଜନ୍ମ ନବ ଦେଖିବା ସେ ପାଞ୍ଚଟା କଥା କଣ ମନେ ସାର୍ କଣ ତୋ ବୋହୂର ଯେତେବେଳେ ପିଲାପିଲା ହବା ସମୟ ହବ ତୋ ପୁଅକୁ କହିବୁ କି ଯଦି ତୋ ପୁଅ ବିଦେଶରେ ଥବ ତୁମେ ଶାଶୁ ଶ୍ୱଶୁର ପାଞ୍ଚଟା କଥା ଯୋଗେଇବ ଯୋଗ୍ୟ ନାତି ପାଇବ କି ନାତି ମୋ କଥା ଛାଡ ମୋ କଥା ବୁଝ ମ କଣ ମୋର ହବାର ଅଛି ବିହା ପାଞ୍ଚଟା କଥା ଯୋଗେଇବୁ କବି ହେଲେ କପିଳ କର୍ଦ୍ଦମଙ୍କ ପୁଅ ଆଜ୍ଞା ଗୋଟେ ପଦ କରୁଛି କହ ଯୋଉଟା ସମାଜ ପାଇଁ ଦରକାର ଆରେ ପୁଅ କେତେ ଖଡ ଖଡ କରୁଛୁ କହିଲେ ଏଇ ଆହାର ବିଭୁ କୀର୍ତ୍ତନ ଚିତ୍ତ ସୁଶ୍ରୁତି ଶବ୍ଦ ଇହାର ପଞ୍ଚମାପ୍ନୋତି ରକ୍ଷା ଦୋହ ଦିନିଛ ଆହାର ଆହାର ଗୋଟେ ଗର୍ଭବତୀ ନାରୀ ପାଇଁ ଦରକାର ଭିଟାମିନ ଖାଦ୍ୟ ବେଶ ଗାଇନିକ ସ୍ପେଶାଲିଷ୍ଟ କହୁଛନ୍ତି ଖାଇବାକୁ ଦେବେ ଗୋଟେ ଏଡ ସୁସ୍ଥ ନାତି ଜନ୍ମ ହବ ବେଶ ପାଠ ପଢିବନି ଲାଭ ଅଛି ନା ଆଜ୍ଞା ନାଇଁ ନାତି ଦେଖିବାକୁ ସୁନ୍ଦର ହେଇଥିବ ବେଶ ପାଠ ପଢୁନଥିବ ହଁ ସେ ସୁନ୍ଦରରୁ କଣ ମିଳିବ ନା ଆହାର ବିଭୁ କୀର୍ତ୍ତନ ଚିତ୍ତ ସୁବିଭୁ କୀର୍ତ୍ତନ କଣ ସାର୍ କହିଲ ନା ଗର୍ଭବତୀ ନାରୀ କି ଯୋଉ ଜାଗାରେ ପାଲା ହଉଥିବ କୀର୍ତ୍ତନ ହଉଥିବ ପ୍ରବଚନ ହଉଥିବ ଭାଗବତ ହଉଥିବ ଗୀତା ହଉଥିବ ସେଇ ଜାଗାରେ ବସିବ ଆଚ୍ଛା ଆଚ୍ଛା କାହିଁକି କହିଲ ନା ଗର୍ଭବତୀ ନାରୀ ଯାହା ଦେଖେ ଯାହା ଶୁଣେ ହଁ ତାର ଗର୍ଭସ୍ଥ ଭ୍ରୂଣ ଉପରେ ଛାୟା ପଡେ ସାର୍ ଏମିତି ପୁଅ କିଏ ଶୁଣିଥିଲା ଆରେ ବାବୁ 1995 ମସିହାରେ ଆମେରିକାର ବୈଜ୍ଞାନିକ ମାନେ କହିଲେ ହଁ ଯେ ନାରୀ ଗର୍ଭରେ ପିଲା କଥା ଶୁଣୁଛି ଆଜ୍ଞା ତା କାନ ଧରିକି ପଚାରିବ କଣ କାହିଁକି ବିଜ୍ଞାନର ସୃଷ୍ଟି ଭାରତ ବର୍ଷରୁ ପଞ୍ଚମହାଭୂତରୁ କଣାଦ ସୃଷ୍ଟି କରିଛନ୍ତି ବା ପୁଅ ଆଜ୍ଞା ଦ୍ୱାପର ଯୁଗରୁ ମା ଗର୍ଭରେ ପିଲା ଶୁଣିବା କଥା ସରିଯାଇଛି ଆଜ୍ଞା ପୁଅ କିଏ କହିଲା ସୁଭଦ୍ରା ଗର୍ଭେ ଥିଲା ସେ ଭୀମ ସୁଭଦ୍ରା ଗର୍ଭେ ଥିଲା
ସଂସ୍କୃତି ସୁଭଦ୍ରା ମାଙ୍କ ଗର୍ଭରେ ଅଭିମନ୍ୟୁ ଥିଲା ବେଳେ ଅର୍ଜୁନ ଯେତେବେଳେ ଚକ୍ରବ୍ୟୁହ କଥା ଶୁଣିଲେ କହିଲେ ସୁଭଦ୍ରା ଜାଣିଥିଲେ ଯେତିକି ସମୟ ଚିଆଇଥିଲେ ସେତିକି ସମୟ ଅଭିମନ୍ୟୁ ଶୁଣିଲା ଯୋଉଠି ଶୋଇଲେ ପୁଅ ଶୁଣିଲା ଆଜ୍ଞା ଭଲ କଥା କହିବ ଗର୍ଭବତୀ ନାରୀ କି ଶୁଣେଇବ ବେଦ ଶୁଣେଇବ ପୁଅ ବିହାର ବିହାର ମାନେ ସେ ନାରୀ କି ବିହାର ବୁଲିବାକୁ ନେବା ବିହାର କହିଲେ ଭ୍ରମଣ କରିବା ଗର୍ଭବତୀ ନାରୀ ଘର କୋଣରେ ବସିବନି ବୁଲିବ ଚିତ୍ତସୁ ମାନେ ବିନା କାରଣରେ ଗର୍ଭବତୀ ନାରୀ କି କନ୍ଦେଇବନି ସାର୍ କାନ୍ଦିଲେ କଣ ହବ ଯାତନା ଦବ ନାହିଁ ଦେଲେ କଣ ହବ ଗଣ୍ଡ ମୂର୍ଖ ହବ ସେ ପୁଅ ଓହୋ ସେ ନାରୀ କି ହସେଇବ ମନରେ ପ୍ରଫୁଲ୍ଲତା ଆଣିବ ଯୋଗ୍ୟ ପୁଅ ଜନ୍ମ ତାହେଲେ ସେ ନାରୀ କି ଟିକେ କୁତୁକୁତୁ କରିବ ସେ ଗର୍ଭବତୀ ନାରୀ ବ୍ରାହ୍ମଣୀ ଗର୍ଭର ଭ୍ରୂଣ ଧୀରେ ଧୀରେ ବଢି ବଢି ଚାଲିଛି ଭଲ ଭଲ ଖାଦ୍ୟ ଦଉଛନ୍ତି ବ୍ରାହ୍ମଣ କିନ୍ତୁ ଏ ଖାଇବାକୁ ଇଚ୍ଛା ହଉନି ଭଞ୍ଜ କହିଲେ ଲାବଣ୍ୟବତୀରେ କାହିଁକି ଖାଇବାକୁ ଇଚ୍ଛା ହଉନି କହିଲା ଦିବ୍ୟ ରୁଚି ବିରୁଚିଲା ମୂର୍ତ୍ତିକା ଭକ୍ଷଣ ଏ ମୂର୍ତ୍ତିକା ଭକ୍ଷଣ ଦିବ୍ୟ ବାଜାରେ କାଟିବ ମୁଁ ଆଡେ ଖୁଆରେ କାଟିବି କହିଲା ଦିବ୍ୟ ରୁଚି ବିରୁଚିଲା ମୂର୍ତ୍ତିକା ଭକ୍ଷଣ ଭଞ୍ଜ କହିଲେ ଗର୍ଭବତୀ ନାରୀ କି ଖାଇବା ପାଇଁ ରୁଚିକର ହୁଏ ନା ଭଲ ଖାଦ୍ୟ ଦ୍ରବ୍ୟ ଦଉଛନ୍ତି ବ୍ରାହ୍ମଣ ସେ ସୁସ୍ୱାଦୁ ଖାଦ୍ୟ ଦ୍ରବ୍ୟକୁ ଉପେକ୍ଷା କରି ମାଟି ଖାଉଛି ଏଇଟା ସତ ଆଜ୍ଞା କେମିତି ସତ ମୋ ସ୍ତ୍ରୀ ଗୋଟେ କାନ୍ଥ ଭୁଷୁଡେଇ ଦେଲା ତୋ ସ୍ତ୍ରୀ ଗୋଟେ କାନ୍ଥ ଭୁଷୁଡେଇ ଦେଲା ଆଜ୍ଞା କଣ ଗର୍ଭବତୀ ହେଇଥିଲା ବେଳେ ତୁ ବହୁ ମୋଟାଳିଆ କରି ଦେଶୀ ଥବ ଖଣ୍ଡ ଖାଇଥବ ଏ ପୁଅ ତେଣୁ ଆଜି ଧୀରେ 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 ଗର୍ଭମାସ ପ୍ରସବ ଯନ୍ତ୍ରଣା ଯେତେବେଳେ ହେଇଛି ପୂର୍ବ ଆଶଙ୍କା ସାର୍ ଯୋଉ ବ୍ରାହ୍ମଣୀ ଗର୍ଭରୁ 8ଟା ପୁଅ ଜନ୍ମ ହେଇ କେହି ମା ଡାକ ଡାକିବା ପାଇନାହାନ୍ତି ସେ ବ୍ରାହ୍ମଣୀ ଯେତେବେଳେ ପ୍ରସବ ଯନ୍ତ୍ରଣା ଭୋଗୁଛନ୍ତି ସେତିକି ବେଳେ ନାରାୟଣକୁ ଡାକିଲେ ବ୍ରାହ୍ମଣ କହିଲେ ପ୍ରଭୁ କେତେ ଆଶା ମୁଁ ମୋ ବ୍ରାହ୍ମଣୀ କି ଦେଇ ଭରସା ଦେଇ ମୁଁ ଆଜି ଔରସ ତା ଗର୍ଭରେ ସଂସ୍ଥାପନ କରିଛି ମୋ ବ୍ରାହ୍ମଣୀ ଆଜି ଆସନ୍ନ ପ୍ରସବ ଆପଣ ଟିକେ ବିଚାର କରନ୍ତୁ କାରଣ ଏ ପୁଅ ମରିଗଲେ ମୋ ବ୍ରାହ୍ମଣୀ ଆଉ ଧୈର୍ଯ୍ୟ ଧରି ପାରିବନି ଦୟା କରନ୍ତୁ ଠାକୁରେ ଏ ପୁଅଟା ଯେମିତି ରକ୍ଷା ପାଇବ ବ୍ରାହ୍ମଣୀ ପ୍ରସବ ଯନ୍ତ୍ରଣା ଭୋଗୁଛି ଠାକୁରଙ୍କୁ ଡାକୁଛନ୍ତି ବ୍ରାହ୍ମଣ ଡାକୁଛନ୍ତି ପ୍ରଭୁ କେମିତି ଡାକୁଛନ୍ତି ଭକ୍ତ କବି ଜୟଦେବ ପବିତ୍ର ଗୀତ ଗୋବିନ୍ଦ ଏଇ ଖୋର୍ଦ୍ଧା ଜିଲ୍ଲାର କବି ହେ ହରି ଇଏ ଶ୍ରୀ ତ କମଳା କୁଚମଣ୍ଡଳ ହେ ମରିଯିବ ମୋ ବ୍ରାହ୍ମଣୀ ଦୟା କରିବେ ଠାକୁରେ হরি শ্রী তো কমলা কুচমন্ডল হে হরি শ্রী তো কমলা কুচমন্ডল ধ্রুত কুণ্ডল হে ধ্রুত ললিত বনমাল হরি জয় দেব হরে হরে প্রভু হরি জয় দেব হরে হরি দিন
संसार आज सरीगला प्रभु ये पिला टिकी बंचेबार दायित्व आपणक हरि दिन मणि मंडल मंडन हरि दिन मणि मंडल मंडन भव खंडन हे भव खंडन हे मुनिजन मानस हंस हरि जय जय देव हरे हरे प्रभु हरे प्रभु हरि जय जय देव हरे प्रभु को आत्मसमर्पण करिसंती ब्राह्मण ब्राह्मणीर गर्भ समय उपस्थित होईची भूमिष्ठ होईची गोटे सुंदर संतानटीए ये तो नवम गर्भजात संतान गेरुआरे ये 8टा पिला जेतिकी समय कुआ कुआ करिथिले ହେଲେ ନବମ ପୁଅଟି ये जेतबेले दीर्घ समय कुआ कुआ कला ब्राह्मण विचार कला निश्चित भाव रे ମୋ ଦୁଃଖ ଶୁଣିଛନ୍ତି ଭଗବାନ मो दुख प्रभु शुणिचंती ଏ ପୁଅ ନିଶ୍ଚିତ ବଞ୍ଚିବ दीर्घ समय कुआ कुआ कला यही मो पुओ कहीकि एमिति भाବରେ विहलित होइगला जेतबेले पुओ को कोळ को आनिबा पाई चेष्टा करे बाबू रे कुआ कही शेष निश्वास त्याग करिला सेही हिला ब्राह्मण नंद इंडे पराण यही मो पुओ कही जेतबेले कूलको उठे आनिছে ब्राह्मण कुआ कहीकि शेष निश्वास त्याग करिदे पुओटी की धरिची दुईटी मत आसे जे शून्य मार्गे से पुओ छाड़ी ପୁଣ୍ୟମାର୍ଗୀ किंतु एठी मत पुओ धरिची ଧରିଛି ବ୍ରାହ୍ମଣ ମଲା ପୁଅ कला ठाकुरे कहीं निष्ठुर आपण औछन किए तोते कौन एमती मु जानी जे दुनिया रे मते किए भल पाऊ के न पाऊ आपण तो भल पाती मु ज्ञान आसिला दिन टुरी स्त्री विवाह कर नारी ग्रहण कर दिन आसब मु आग चल जीवी कि मो स्त्री आग चल आपण जो माँ कोलू जन्म होती सी आपण बुढ़ा बाजे रही से माँ ना बापा ना स्त्री ନା ସ୍ୱାମୀ ରହିବ आम पाखर आम बापा चलीज माँ चलीज स्त्री चलीज आम किए भल पाइब पिलाटी दिन जन्म जन्मांतर तुम्हें भल पाइछ आउ के कहीं कष्ट देले आपण मु कर्म करी जो ब्राह्मणी की मु अनेक कथा बुझेला पर से आज गर्भ धारण कला से संज्ञा फेरी पाइला पर कौन बुझाइबु मु ताकू विचार करचंती कला किए भमते भल पाऊ कि न पाऊ तुम्हें तो पाउच भल किए मते भल पाऊ कि न पाऊ तुम्हें तो पाऊछ भल आउ केउ भल अछि ए संसार ଆଉ କେଉଁ ଭଲ ଅଛି ଏ ସଂସାରେ मो मुक्ति कोई बोल्य मते
ତୁମେ ତ ପାଉଛ ଭଲ। ଭଲ ପାଉ କି ନ ପାଉ ଆପଣ ମତେ ଭଲ ପାଉଛନ୍ତି, ମୁଁ କି ଉତ୍ତର ଦେବି ମୋ ବ୍ରାହ୍ମଣୀ କି? ମଲା ପୁଅକୁ କୋଳରେ ଧରିଛନ୍ତି ବ୍ରାହ୍ମଣ। ବ୍ରାହ୍ମଣୀ ସଂଜ୍ଞା ଫେରି ପାଇ ଖୋଜିଛି ତା ପୁଅକୁ। ସ୍ୱାମୀ ଆପଣ ମାନେ ଜାଣନ୍ତି ଗାଈ ପଶୁ ହେଲେ ବି ତା ବାଛୁରୀଟା ଚାଲିଗଲା ପରେ ସେ କେମିତି ହୁଏ? କୁକୁରଟିଏ ତା ଛୁଆ ଉପରେ ଯଦି କେହି ବାଇକ୍ ବାଡ଼େଇ ଦେଇଥିବ ସେ ସବୁ ଗାଡ଼ି ପଛ ପଛ ଗୋଡ଼ଉଥିବ ଭୁକି ଭୁକି କାମୁଡ଼ିବା ପାଇଁ। ମା ଅନ୍ତରର ଅପୁରନ୍ତ ମମତା। ସ୍ୱାମୀ ହଁ ସୁଧା ମୋ କୋଳକୁ ଟିକେ ପୁଅକୁ ଦିଅ ସ୍ୱାମୀ। ନାଇଁ ନାଇଁ କାହିଁକି ସ୍ୱାମୀ? ପୁଅ ଶୋଇଛି। ସ୍ୱାମୀ ପୁଅ ଶୋଇଛି, ପୁଅ ଉଠିଲେ ତା ନିଦ ଭାଙ୍ଗିଗଲେ ସେ କାନ୍ଦିବନି। ନାଇଁ ସ୍ୱାମୀ ପୁଅ ଶୋଇଛି, ତୁମେ ପାଟି କର ନା। ମୋ ପୁଅ ଆଉ କିଛି ସମୟ ପରେ ଉଠିବ, ମୁଁ ତୁମ କୋଳକୁ ଦେବି, ତୁମେ ପେଟ ପୁରା କ୍ଷୀର ଦେବ। ସ୍ୱାମୀ ଅନେକ ଦିନ ହେଲା ମା ବ୍ୟାକୁଳ ହେଉଛି ସ୍ୱାମୀ। ଇଏ ପୁଅ ବଡ଼ ହେଇଗଲେ ମତେ ବାପା ଡାକିବ, ତୁମକୁ ମା ଡାକିବ। ହଁ ସ୍ୱାମୀ ଆମେ ମଲା ବେଳେ ଆମ ମଲା ପୂର୍ବରୁ ଆମ ପାଟିରେ ପାଣି ଦବ, ମଶାଣିରେ ଆମ ମୁହଁରେ ନିଆଁ ଦବ। ଏ ପୁଅ ହଁ ସ୍ୱାମୀ ଭଗବାନ ଆମର ଡାକ ଶୁଣିଛନ୍ତି ସ୍ୱାମୀ। ଅପେକ୍ଷା କର, ପୁଅ ନିଦ ଭାଙ୍ଗିଲେ ତୁମ କୋଳକୁ ଦେବି, ତୁମେ କ୍ଷୀର ଦବ। ନାଇଁ ସ୍ୱାମୀ ମୋ କୋଳରେ କାନ୍ଦିଲେ ମୁଁ ନାନା ଭାଇଆ ଗୀତ ଗାଇ ତାକୁ ଶୁଆଇ ଦେବି ସ୍ୱାମୀ। ମା ମନଟା ମୋର ଅନେକ ଦିନ ହେଲା ବ୍ୟାକୁଳ ହେଉଛି। ଶୋଇଛି ସେ ଚିର ନିଦ୍ରାରେ ଆଉ ଉଠିବ ନାହିଁ। ଏତେବେଳେ କୋଳେ ବସାଇ କ୍ଷୀର ଦେବ ପିଆଇ। ତୁମେ କଣ କହିଲ ସ୍ୱାମୀ? ମୋ ପୁଅ ଚିରନିଦ୍ରାରେ ଶୋଇଯାଇଛି? ଇଏ ଉଠିବନି। ନା ନା ସ୍ୱାମୀ ନା। ପୂର୍ବ ଜନ୍ମରେ ତୁମେ କୋଉ କଅଁଳା ପିଲା ତଣ୍ଟି ଚିପି ମାରି ଯାଇଛ। ସ୍ୱାମୀ ନା ସ୍ୱାମୀ ନା। ତୁମେ ପରା କହୁଥିଲ ନବମ ସନ୍ତାନକୁ ଆମ କୋଳରୁ କେହି ଛଡ଼େଇ ନେବେନି। ହେଲେ କଣ ମୋ ହେଲା ହାତରେ କଣ କିଛି ଅଛି? ସ୍ୱାମୀ? ଆଉ କଣ ଅଛି ଠାକୁରେ? ଯାହା ଦେଇଥିଲ ସବୁ ନେଇଗଲ, ଆଉ କଣ ଅଛି ନବ? ସବୁଥିରୁ ଯାହା ଦେଇଥିଲ ତୁମେ ସବୁ ତ ନେଲଣି। ଆଉ କିସ ବା ଛଡ଼ାଇବ ହେ? ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ସବୁଥିରୁ ବଞ୍ଚିତ କରି। ଆଉ ଯାହା ଦେଇଥିଲ ସବୁ ଦେଲଣି, ଯାହା ଦେଇଥିଲ ସବୁ ଦେଲଣି। ଆଉ କିସ ବା ଛଡ଼ାଇ ମୋଏ ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ ସବୁଥିରୁ ବଞ୍ଚିତ କରି। ଠକି ଠକି
ଥରକୁ ଥର ବୁଝିଲେଣି ତୁମ ଚାତର ପ୍ରଭୁ ଠକି ଠକି ଥରକୁ ଥର ବୁଝିଲେଣି ତୁମ ଚାତର ଠକି ଥରକୁ ଥର ବୁଝିଲେଣି ତୁମ ଚାତର ଠକି ଠକି କରକୁ କର ବୁଝିଲେଣି ତୁମ ଚାତର ଆଉ ମନେ ପାଞ୍ଚିଛ କି ଏ ହାଟ ମଝିଟାରେ ମନେ ବାଜିଛ କି ହାଟ ମଝିଟାରେ ମନେ ପାଞ୍ଚିଛ କି ହାଟ ମଝିଟାରେ ମନେ ବାଜିଛ କି ହାଟ ମଝିଟାରେ ଠିଆ କରି ପଥ ଛୁଡ଼ାଇବ ହେ ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ସବୁଥିରୁ ବଞ୍ଚିତ କରି ପ୍ରଭୁ ହେ ତୁମ ଫନ୍ଦା ପାନ୍ଦିବିନି ବୋଲି ସବୁ ଧନ୍ଦା ଦେଲିଣି ବାଲ୍ୟ ସମୟରୁ ତୋ ପାଦରେ ମୁଁ ଆଶ୍ରୟ କରିଥିଲି କାଳିଆ ଦେବୀ ବୋଲି ସବୁ ଧନ୍ଦା ଦେଲିଣି ଆଉ ଚାରି ଦୌଡ଼ି ମୋ କାଟି ସାରିଲେଣି ଚାରି ଦୌଡ଼ିଆ କାଟି ସାରିଲଣି ଚାରି ଦୌଡ଼ି ମୋ କାଟି ସାରିଲେଣି ଚାରି ଦୌଡ଼ି କାଟି ସାରିଲେଣି ଆଉ କେଉଁ ଫାନ୍ଦେ ପଡ଼ାଇବ ରେ ସବୁଥିରୁ ବଞ୍ଚିତ କରି କେଉଁ ରସବାନା ଉଡ଼ାଇବ ରେ ସବୁଥିରୁ ବଞ୍ଚିତ କରି ବ୍ରାହ୍ମଣୀ ସ୍ୱାମୀ ଦୁଃଖ କର ଦୁଃଖ କରିବିନି ଦୁଃଖ କର ମା ସ୍ୱାମୀ ତୁମେ ଅସୁଛ ସ୍ୱାମୀ ଇଏ ପୁଅ ବଞ୍ଚିବ ଇଏ ପୁଅ ପୁଣି ବଞ୍ଚିବ ବଞ୍ଚିବ ଏ ପୁଅ ହେଲେ ମଲା ପୁଅ କେମିତି ବଞ୍ଚିବ ସ୍ୱାମୀ ତୁମେ ଜାଣିଛ ସ୍ୱାମୀ ତୁମେ ଜାଣିଛ ସୁଧାସିନୀ କୋଉ କଥା ସ୍ୱାମୀ ଇଏ ପୁଅ ମୋର ବଞ୍ଚିବ ହେଲେ କେମିତି ବଞ୍ଚିବ ଆମେ ହଉଛେ ଦ୍ୱାରକାପୁରର ପ୍ରଜା ହଁ ଆମ ରାଜା ସ୍ୱୟଂ ଭଗବାନ କୃଷ୍ଣ ନାରାୟଣ ହଁ ସ୍ୱାମୀ ଆମ ରାଜା ସ୍ୱୟଂ କୃଷ୍ଣ ନାରାୟଣ ସ୍ୱାମୀ ସିଏ ହଉଛନ୍ତି ସ୍ୱୟଂ ନାରାୟଣ ସେ ଯେହେତୁ ନାରାୟଣ ଆମେ ପ୍ରଜା ହିସାବରେ ତାଙ୍କ ପାଖରେ ଗୁହାରି କରିବା ସେ ଆମର ରାଜା ହଁ ସ୍ୱାମୀ ବ୍ରାହ୍ମଣ ହିସାବରେ ଗୁହାରି କରିବା ଆମେ ଯେହେତୁ ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣ ହେଲେ ଆଉ ଭକ୍ତ ହିସାବରେ ଗୁହାରି କରିବା ସେ ହେଉଛନ୍ତି ଭଗବାନ ତିନୋଟି ଅଧିକାର ନେଇ ପଥିତ ଦଶା ବ୍ରାହ୍ମଣ ବ୍ରାହ୍ମଣୀ ହଁ ମଲା ପୁଅକୁ କୋଳରେ ଧାରଣ କରି ଯାଉଛନ୍ତି କହିଲା ତାଳ ଏ ପୁଅ ତାଳ ଗଛ କହିଲା ତାଳ ଗଛ ବାଉଙ୍ଗାରେ ଇଏ ବାଇଆ ବସା ଇରେ ବା ବତାସକୁ ହରି ଭରସା ତାଳ ଗଛ ବାଉଙ୍ଗାରେ ବାଇଆ ବସା ତାଳ ଗଛ ବାଉଙ୍ଗାରେ ବାଇଆ ବସା ବାପା ସବୁ ତାର ହରି ଭରସା ହେ ବାପା ସବୁ ତାର ହରି ଭରସା ଲକ୍ଷେ ଯୋଜନରେ ଗଜ ତୋତେ ଡାକି
ସୁଦର୍ଶନ ଯାଇ ତାକୁ ରଖିଲା ଲକ୍ଷେ ଯୋଜନାରେ ତୋତେ ଡାକିଲା ଆଉ ତୋର ସୁଦର୍ଶନ ଯାଇ ତାକୁ ରଖିଲା ଲକ୍ଷେ ଯୋଜନରେ ଗଜ ତୋତେ ଡାକିଲା ତୋର ସୁଦର୍ଶନ ଯାଇ ତାକୁ ରଖିଲା ଲକ୍ଷେ ଯୋଜନାରେ ଗଜ ତୋତେ ଡାକିଲା ତୋର ସୁଦର୍ଶନ ଯାଇ ତାକୁ ରଖିଲା ରଖେ ହରି ମାରେ କିଏ ହରି ରଖେ କିଏ ହରି ମାରେ କିଏ ହରି ରଖେ କିଏ ଏଇ ତ ଦଶା ବତାସକୁ ହରି ଭରସା ବତାସକୁ